ଦେଖନ୍ତୁ ହତ୍ୟା ଘଟଣାରେ ପ୍ରାୟ 16ରୁ ଊର୍ଦ୍ଧ୍ୱ ଜଣଙ୍କୁ ଗିରଫ କରାଯାଇଛି। କିନ୍ତୁ ଦେଖିବେ ପିତବାସ ପଣ୍ଡା ହତ୍ୟା ଘଟଣାରେ ପ୍ରଥମ ଦିନରେ ପୁଲିସ ସ୍ପଷ୍ଟ କରିଛି ଯେ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନ ଯିଏକି ଏ ଦୁଇ ଜଣ ଯାଇ ସିଧାସଳଖ ଭାବେ ପ୍ରତ୍ୟକ୍ଷ ଭାବେ ହତ୍ୟା କରିଥିଲେ ପିତବାସ ପଣ୍ଡାଙ୍କୁ। ସେଥିପାଇଁ ପୁଲିସ ଯେତେବେଳେ କି ଚାର୍ଜସିଟ୍ ଦେଇଛି এই ଦୁଇ ଜଣଙ୍କୁ ପ୍ରତ୍ୟକ୍ଷ ହତ୍ୟାକାରୀ ବା ହତ୍ୟାକାରୀ ଭାବରେ 103 ଅପରାଧ ବିଏନ୍ଏସ୍ 103ରେ ରଖାଯାଇଛି। ଭାରତୀୟ ନ୍ୟାୟ ସଂହିତାର 103 ନମ୍ବର ଧାରା କହୁଛି ଯେ ପ୍ରତ୍ୟକ୍ଷ ଭାବେ ହତ୍ୟାକାଣ୍ଡରେ ସାମିଲ ଥିବା। ଅନ୍ୟ ପକ୍ଷରେ ଦେଖିବେ ମଳୟ ବିଷୟୀ, ମଦନ ଦଳେଇ ଏବଂ ଉମା ବିଷୟୀ ଯିଏକି ଇଏ ପୁରା ହତ୍ୟାକାଣ୍ଡର ପ୍ଲଟ ସାଜିଥିଲେ, ପ୍ଲଟ ତିଆରି କରିଥିଲେ এই ତିନି ଜଣ ଏବଂ ମୁଖ୍ୟ ଅଭିଯୁକ୍ତ ଏବଂ ମୁଖ୍ୟ ସହାୟତାକାରୀ ଯେଉଁମାନେ କି ସଂଗଠିତ ଅପରାଧ ଏମାନଙ୍କୁ ଲାଗିଛି ବିଏନ୍ଏସ୍ ର 111 ନମ୍ବର ଧାରା, ଯାହା କୁହାଯାଉଛି ସଂଗଠିତ ଅପରାଧ ଅର୍ଥାତ୍ ସଂଗଠିତ ଭାବେ ଯେକୌଣସି ଅପରାଧ କରିଥିବେ ତେବେ ସେମାନଙ୍କୁ ମାନେ ସିଧାସଳଖ ଭାବେ ସେମାନେ ଯଦି ହତ୍ୟାରେ ସମ୍ପୃକ୍ତ ନଥାଇ ସଂଗଠିତ ଭାବେ ଏକ ହତ୍ୟାକାଣ୍ଡ ଘଟାଇଛନ୍ତି। ଯେହେତୁ କି ବିଏନ୍ଏସ୍ 111 ଧାରାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯଦି ସଂଗଠିତ ଭାବେ ହତ୍ୟା କରିଥିବେ ତେବେ ହତ୍ୟାକାଣ୍ଡରେ ଯୋଜନା କରିଥିବେ କିମ୍ବା ହତ୍ୟାକାଣ୍ଡରେ ସେମାନେ କିଛି ଲୋକଙ୍କୁ ସହାୟତା କରିଥିବେ ବା ସେମାନେ ହତ୍ୟାକାଣ୍ଡର ଅପରାଧୀଙ୍କୁ ଫେରାର କରିବାକୁ ସହାୟତା କରିଥିବେ, ଏ ସବୁ ଘଟଣାରେ ସେମ୍ ଦଣ୍ଡ ରହିଛି। ଅର୍ଥାତ୍ ତାଙ୍କୁ ମଧ୍ୟ ଫାଶୀ ଦଣ୍ଡ ମିଳିପାରେ ଅବା ଆଜୀବନ କାରାଦଣ୍ଡ ତା ସହିତ ଜରିମାନା ମଧ୍ୟ ରହିଛି। ସେଥିପାଇଁ ପୋଲିସ ବିକ୍ରମ ପଣ୍ଡାର ହତ୍ୟାକାରୀଙ୍କ ଉପରେ ପିତବାସ ପଣ୍ଡାଙ୍କର ଯେଉଁ ହତ୍ୟାକାରୀମାନେ ରହିଥିଲେ ତାଙ୍କ ଉପରେ 103 ଦଫା ଲଗାଇଥିବା ବେଳେ ଯେଉଁମାନେ ଯୋଜନା କରିଛନ୍ତି ଏବଂ ଯୋଜନାରେ କିଛି ଅଭିଯୁକ୍ତମାନଙ୍କୁ ଫେରାର କରିବାକୁ ଚେଷ୍ଟା କରିଛନ୍ତି, ଯିଏ ଗନ୍ ଦେବାରେ ମାନେ ମାଉଜର ଦେବାରେ ସହାୟତା କରିଛି ବା ଯେଉଁ ହତ୍ୟାର ଯେଉଁ ୱିପନ୍ ଦେବାକୁ ସହାୟତା କରିଛି ଏବଂ ଯେଉଁମାନେ ରହିଛନ୍ତି ବିକ୍ରମ ପଣ୍ଡା କୁହାଯାଉଛି ପୂର୍ବତନ ବିଧାୟକ, ଇଏ ହେଉଛନ୍ତି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ସେ ପର୍ଦ୍ଦା ପଛରେ ରହି ଏ ପୁରା ହତ୍ୟାକାଣ୍ଡକୁ ସେମାନେ ସଂଗଠିତ କରାଇଥିଲେ। ସେଥିପାଇଁ ତ ସଂଗଠିତ ଅପରାଧରେ ସେ ମଦନ ଦଳେ ଏବଂ ମଳୟ ବିଷୟକୁ ମାନେ ତିଆରି କରିଥିଲେ। ସେହି ଦୁଇ ଜଣ ଏହି ହତ୍ୟାକାଣ୍ଡରେ ସେମାନେ ସାମିଲ ହୋଇଥିଲେ। ସେମାନେ ଯେତେବେଳେ ସାମିଲ ହୋଇଛନ୍ତି ସେ ଉମା ବିଷୟକୁ ନେଇଥିଲେ। ଉମା ବିଷୟ ଚିଣ୍ଟୁ ପ୍ରଧାନ ଏବଂ କୁରୁପତି ଭୂୟାଁଙ୍କୁ କରିଥିଲେ ଏବଂ ଚିଣ୍ଟୁ ପ୍ରଧାନ ଏବଂ କୁରୁପତି ଭୂୟାଁ ସିଧାସଳଖ ଏ ଦୁଇ ଜଣ ହତ୍ୟା କରିଥିଲେ। ସେଥିପାଇଁ ପୋଲିସ ତାଙ୍କ ଚାର୍ଜସିଟ୍ରେ ଏମାନଙ୍କୁ ରଖିଛି। ତେବେ ଆମେ କିଛି ଆଇନଜୀବୀଙ୍କ ସହିତ ବରିଷ୍ଠ ଆଇନଜୀବୀଙ୍କ ସହିତ କଥା ହେଇଥିଲୁ ଯେ 103 ଅପରାଧ 103 ଧାରା ଯାହା ଏବଂ ବିଏନ୍ଏସ୍ 111 ଧାରା ମଧ୍ୟ ସେହି ପ୍ରକାର ମାନେ ସେହି ପ୍ରକାର ଦଣ୍ଡ ରହିଛି। ସେଥିପାଇଁ ପୋଲିସ ପୁରା ଯେତେବେଳେ କି ଯାଞ୍ଚ କରିଛି ସିଧାସଳଖ ହତ୍ୟାରେ ସାମିଲ ନଥିବା ଏହି ଅନ୍ୟ ସମସ୍ତେ ଯେଉଁମାନେ କି ଅପରାଧିକ ଷଡ଼ଯନ୍ତ୍ର ରହିଛନ୍ତି, ଯେଉଁମାନେ କି ତାଙ୍କୁ ସେହି ଦୁଇ ଜଣଙ୍କୁ ଫେରାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜୟପୁରର ସୁନୀଲ ଯିଏକି ଏମାନଙ୍କୁ ନେଇ ସେଠାରେ ରଖିଥିଲେ, ତାଙ୍କ ଘରେ ରଖିଥିଲେ, ତାଙ୍କୁ ମଧ୍ୟ 111 ଅପରାଧ ଧାରା ରହିଛି ଯାହାକି ହତ୍ୟାକାଣ୍ଡ ସହିତ ସମାନ। ଏବେ ପୋଲିସ ତାର ଚାର୍ଜସିଟ୍ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଯାହା କୁହାଯାଉଛି 396 ପେଜର এই ଚାର୍ଜସିଟ୍ ଦେବା ପରେ ଆଗକୁ ତାର ଚାର୍ଜ ଫ୍ରେମ୍ ହେବ। କିନ୍ତୁ ପରିବାର ଲୋକ କିମ୍ବା ସାଧାରଣ ଯେଉଁ ତ ପ୍ରଶ୍ନ ଉଠିଛି ଯେ ବିକ୍ରମ ପଣ୍ଡା ଯିଏକି ମୁଖ୍ୟ ଅଭିଯୁକ୍ତ ଷଡ଼ଯନ୍ତ୍ରକାରୀ ତାଙ୍କୁ କିଭଳି 103 ଦଫାରୁ ବା ହତ୍ୟା ଦଫାରୁ ବାହାର କରିଦେଇଛି। କିନ୍ତୁ କହିବା ହେଲା ବରିଷ୍ଠ ଆଇନଜୀବୀ କହିବା ହେଲା ଯଦି 103 ଦଫାରୁ ବା ବାହାର କରିଛି କିନ୍ତୁ ସଂଗଠିତ ଅପରାଧରେ ଯଦି ମୃତ୍ୟୁ ହୋଇଥାଏ ବା ହତ୍ୟା ହୋଇଥାଏ ତେବେ ଏହି ସମୟରେ 103 ଭଳି ଦଫାର ଯାହା ଦଣ୍ଡ ରହିଛି ଏଠାରେ ମଧ୍ୟ 111 ଭଳି ଦଫାରେ ମଧ୍ୟ ରହିବ। ସେଥିପାଇଁ ପୋଲିସ ପୁରା ରଣନୀତି କରିଛି, ପୁରା ଠିକ୍ ଭାବରେ ଯାହାକୁ ଯେଉଁ ତ ଅପରାଧୀମାନଙ୍କୁ ସଜାଇଛି। ଯେଉଁ ଦୁଇ ଜଣ ମୁଖ୍ୟ ଅପରାଧୀ ରହିଛନ୍ତି ଯେଉଁ ଚିଣ୍ଟୁ ପ୍ରଧାନ ଏବଂ କୁରୁପତିଙ୍କୁ ସେମାନଙ୍କୁ 103 ଦଫାରେ ଏବଂ ଯେଉଁ କୁହାଯାଉଛି ଯଦି ସିକ୍ୱେନ୍ସ ଭାବରେ ନେବା ମଦନ ଦଳେଇ, ମଳୟ ବିଷୟୀ, ଉମା ବିଷୟୀ, ବିକ୍ରମ ପଣ୍ଡା, ସୁନୀଲ ଏବଂ ତାଙ୍କର ତ ଯେତିକି ମାନେ ଅନ୍ୟ ଯେଉଁ ଅପରାଧୀମାନେ ଯେମିତି କୁହାଯାଉଛି ଶୂନ୍ୟଚନ୍ଦ୍ର ଦାସ ଏମାନେ ତ ଯେଉଁମାନେ ରହିଥିଲେ ତ ଅପରାଧରେ ମଧ୍ୟ ସାମିଲ ଅଛନ୍ତି। ଏମାନେ ତାଙ୍କୁ ଫେରାର କରିବାକୁ ଚେଷ୍ଟା କରିଛନ୍ତି। କିଏ ଟଙ୍କା ଦେଇଛି, ପିଣ୍ଟୁ ଦାସ ପୂର୍ବତନ ମେୟର ପିଣ୍ଟୁ ଦାସ, ଯାହା କୁହାଯାଉଥିଲା ଯେ କାଳୁଆ ଯାତ୍ରାରେ ଏମାନେ ସମସ୍ତେ ଗୋଟିଏ ଜାଗାରେ ଏକଜୁଟ ହୋଇଥିଲେ। ମଦନ, ମଳୟ, ପିଣ୍ଟୁ ଦାସ, ବିକ୍ରମ ପଣ୍ଡା ସେମାନେ ପିତବାସ ପଣ୍ଡାର ହତ୍ୟାକାଣ୍ଡ ପାଇଁ ଯୋଜନା କରୁଥିଲେ। ସେଥିପାଇଁ ଏମାନଙ୍କୁ ଯୋଜନା ସଂଗଠିତ ଅପରାଧରେ ସାମିଲ ବିଏନ୍ଏସ୍ 103 ଧାରା କହୁଛି ଯେ ହତ୍ୟା ବା ହତ୍ୟାରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିବା ଏବଂ ଯଦି ସଂଗଠିତ ହତ୍ୟା ମଧ୍ୟ ସାମିଲ ହୋଇଥିବା। କିନ୍ତୁ ହତ୍ୟାରେ ସେମାନେ ଦୁଇ ଜଣ ଯେହେତୁ କି ସିଧାସଳଖ ସେ ଘଟଣାସ୍ଥଳରେ ମଧ୍ୟ ଯେତେବେଳେ କି କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା ଉମା କୁହାଯାଉଛି କୁରୁପତି ଭୂୟାଁ ଚିଣ୍ଟୁ ପ୍ରଧାନ
प्रधान से सीधा सड़क देखते कि बैक ओह्ली फायरिंग करते अर्थात से 103 धारा धाप लगे एवं अन्य कहुँ 111 धारार 2, 3, 4, 5 अर्थात किए अपराध रे संगठित अपराध सामिल रहा विभिन्न दफा रही तार किए क्या संगठित योजना कला किए विपन जगैला अर्थात मारणास्त्र जगैला एवं किए फेरार करने चेष्टा कला ये तो सबू गुड़िक से भी अपराध रे सामिल रही बीएनएस 111 धारा स्पष्ट भाव लिखा जाइए सबू सहित जितेबले कि अधिकंतु अर्थात सबुठारु अधिक जदि मृत्यु होता है कि हत्या होता है से संगठित अपराध रे तबे से संगठित अपराधर सर्वाधिक दंड रही फांसी दंड जहाँकि 103 बीएनएस रे मध्य रही एवं ता सहित आजीवन मध्य रही जहाँकि 103 बीएनएस रे समान दफा रही एवं ए जरिमाना मध्य रही जहाँकि 103 बीएनएस रे मध्य रही से आगक जो मामला परिचालना हम आगक चार्ज फ्रेम हम ताहा अधिक जटिल हम।